हाय फ्रेंड्स वेलकम टू श्रेयांश कलेक्शन। तो आज गोटे रैंडम ब्लॉग आज जेहेतु वीकेंड थिला माने शनिवार थिला तो भाबिली आपण मन सहित गोटे ब्लॉग शेयर करबी कारण सैटरडे संडे मते बिल्कुल भी समय होनी बहुत व्यस्तता भितर मु रहे आउ मो हस्बैंड तो मते बसे उठी दियंदिनी खाली कहबे बाहर को जिबा बाहर को जिबा तो आपण मन पे वीडियो शूट करिया पे भी मते टिके व्यस्त लागे तो तेणु करी भाबे वीकेंड रे म आपण मन सहित ब्लॉग नै आसीबी। तो एडी देखंतु सखाळु उठिकी मु जाउथली टिके चालीबाकू पार्क जाइथली घर पाखे गोटे छोट पार्कटे अछि सेठी मु ଯେତେବେଳେ ମତେ ସମୟ ମିଳେ ଯୋଉଦିନ ମୁଁ ଲାଗେ ଯେ ମୁଁ ଫାଙ୍କା ଅଛି ଆଉ ଯାଇପାରିବୁ ସେଇଦିନ ଟିକେ ପଳାଏ ପାର୍କ। ଆଉ ଆଜି ଦେଖନ୍ତୁ ପାର୍କରେ କେହି ଲୋକ ନାହାନ୍ତି କଣ ହେଇଛି କେଜାଣି ମାନେ ଲୋକମାନେ ଆଜିକାଲି ବେଶୀ କମ ଆସୁଛନ୍ତି ବେଶୀ ଥଣ୍ଡା ପାଇଁ କି କଣ। ତ ଆସିଲା ବାଟରେ ମୁଁ କିଣିଥିଲି ଟିକେ ନାକୁ ଫୁଲ ମାନେ ପାର୍କରେ ଚାଲି ପଳେଇ ଆସିଥିଲି ଫୁଲ ଆଉ ବାଟରେ ଆସିଲା ବେଳକୁ ଆମର ଏଠି ଗୋଟେ ଫ୍ରେଶ ମଣ୍ଡି ଅଛି ମାନେ ମଣ୍ଡି ଗୋଟେ ଅଛି ଯୋଉଠିକି ଫ୍ରେଶ ଭେଜିଟେବୁଲ ସବୁ ମିଳେ ଶାଗ ଫାଗ ମିଳେ। ତ ସକାଳୁ ସକାଳୁ ଶାଗ ଫାଗ କିଣିକି ନେଇକି ମୁଁ ଆସୁଥିଲି। ଆଉ ଆଜି ହବ मेथी ଶାଗ ଭଜା मेथी ଶାଗ ଆଣିଥିଲି। ଆଉ ଏଠି ନା ଆପଣ ଯଦି କିଛି ଶାଗ ଫାଗ କିଣୁଛନ୍ତି ଆପଣଙ୍କୁ ସେଥିରେ ଧନିଆ ପତ୍ର ଭୃସଙ୍ଗ ପତ୍ର ଲଙ୍କା ଏସବୁ ଫ୍ରିରେ ମିଳିଯାଏ। ତାପରେ ସକାଳୁ ଆସିକି ମୁଁ ଏଠି ବନଉଥିଲି ଟର୍ମେରିକ ଟି ଯାହାର ରେସିପି ଆଗକୁ ମୁଁ ନେଇକି ଆସିବି କେମିତି ପିଇବେ କଣ ପିଇବେ କାହିଁକି ପିଆଯାଏ ବହୁତ ବଢିଆ ଟି। ଆଉ ଯେହେତୁ ମୁଁ ଏବେ ୱେଟ ଲସ୍ ଜର୍ଣ୍ଣିରେ ଅଛି ତ ଏବେ ମୁଁ ଟିକେ ଟିକେ ପିଉଛି ଆଉ ସକାଳୁ ବାବୁଙ୍କ ପାଇଁ ବନା ହଉଛି ଏବେ ଚାହା। ଆଉ ଏବେ ତାଙ୍କର କଣ ହେଇଛି କେଜାଣି ସେ ବିଲକୁଲ ଚା ପିଅନ୍ତିନି କିନ୍ତୁ ଏଇ ୱିଣ୍ଟରରେ ସେ ବହୁତ ଚାହା ପିଉଛନ୍ତି। ତାପରେ ଏଠି ମୁଁ ଉପମା ବନଉଥିଲି ସକାଳୁ ମାନେ ଉପମା ମାନେ ଆଜି ସିମେଇ ଉପମା ଯାହାର ରେସିପି ମୁଁ ଆଗକୁ କେତେବେଳେ ଗୋଟେ ଦେବି ଆପଣଙ୍କୁ ତ ଆପଣ ଦେଖିପାରିବେ ବହୁତ ବଢିଆ ଟେଷ୍ଟି ଉପମା ହେଇଥାଏ ଆଉ ପୁରା ହେଲ୍ଦି ହେଇଥାଏ ସକାଳୁ ଖାଇବାରେ ପୁରା ମଜା ଆସିଯାଇଥାଏ। ଆଉ ଏଠି ଚାଲିଥିଲା ସଫ୍ଟୱେयर ଇଞ୍ଜିନିୟର କରୁଛନ୍ତି ମେକାନିକାଲ କାମ ମାନେ ମେକାନିକାଲ ଇଞ୍ଜିନିୟର ବି ବେଳେ ବେଳେ ହେଇଯାନ୍ତି ସେ। ତ ଏଠି ସିଏ ମୋ ଲ୍ୟାପଟପ କଣ ଗୋଟେ ସାଉଣ୍ଡ ହଉଥିଲା ଘଡଘଡ ସେଇଟା ହିଁ ମାନେ ସଜାଡୁଥିଲେ। ତାପରେ ଆମେ ଟିକେ ସନ୍ଧ୍ୟାବେଳେ ଯାଇଥିଲୁ ମାର୍କେଟ ଆଡେ ବୁଲାବୁଲି କରିବାକୁ ଆଉ ଏମିତିରେ ବି ୱିକେଣ୍ଡରେ ମୁଁ ଯାହା ବି ହେଲେ ସନ୍ଧ୍ୟାବେଳେ ଜମା ବି ଘରେ ରହିପାରେନି ଆଉ ଟିକେ ବାହାରୁ ବି ବୁଲାବୁଲି କରିକି ଆମେ ପଳେଇ ଆସିଥାଉ। ଆଉ ଆପଣ ମାନେ ୱିକେଣ୍ଡରେ ବୁଲାବୁଲି କରନ୍ତି ନା ନାଇଁ ମତେ କହିବେ। ଆଉ ତାପରେ ଆମେ ଟିକେ ପାର୍କ ଯାଇଥିଲୁ ପାର୍କରୁ ଆସିକି ଏଇଠି ଗୋଟେ ଛୋଟ ରେଷ୍ଟୁରାଣ୍ଟ ଟାଇପର ଅଛି ମାନେ ଆମର ଏଠି ଯୋଉ ଛୋଟ ଛୋଟ ଥାଏ ସବୁ ଦେଖିଥିବେ ଆପଣ ଯୋଉଠି ଆମର ସବୁ ସ୍ନାକ୍ସ ଆଇଟମ ମିଳିଯାଏ ଖାଇବା ପାଇଁ। ତ ସେମିତି ଆମେ ଯାଇଥିଲୁ ଆଉ ଏଠି ମୁଁ ପିଇଥିଲି ସୁପ୍ ଆଉ ମାନେ ହଜବେଣ୍ଡ ଖାଇଥିଲେ କଟଲେଟ୍ କୁ ପାଓ ଭାଜି ଯୋଉଟା କି ମତେ ବିଲକୁଲ ପସନ୍ଦ ନୁହଁ ସେ ଖାଇଥିଲେ। ତାପରେ ଏଠି ପାଖରେ ଥିଲା ଗୋଟେ ନର୍ସରୀ ତ ମୁଁ ଦେଖୁଥିଲି ବହୁତ ସାରା ଗଛ ଅଛି ହେଲେ ଆଣିବାକୁ ଇଚ୍ଛା ହେଲାନି କାରଣ ମୁଁ ଏବେ ଆଉ କେୟାର କରିପାରୁନି ମତେ ଟାଇମ ବହୁତ ସର୍ଟ ପଡୁଛି କିନ୍ତୁ ଏତେ ଲୋଭ ଲାଗୁଥିଲା ଏତେ ସାରା ଗଛ ଦେଖିକି କୁହନ୍ତୁନି। ତାପରେ ଏଇଭଳି ଆମର କଟିଥିଲା ମାନେ ସନ୍ଧ୍ୟା ସମୟଟି ତାପରେ ଆମେ ଘର ଆଡେ ପଳେଇ ଆସିଥିଲୁ। ଆଉ ଆପଣ ମାନଙ୍କର ୱିକେଣ୍ଡ କେମିତି କଟେ କଣ ସବୁ କରନ୍ତି ମତେ କମେଣ୍ଟ ସେକ୍ସନରେ ଲେଖିପାରିବେ ସର୍ଟରେ ତ ମତେ ବହୁତ ଭଲ ଲାଗିବ। ଆଉ ଆପଣ ମାନେ ୱିକେଣ୍ଡରେ କଣ କରନ୍ତି ଆଉ ଆପଣ କଣ କଣ କରନ୍ତି ଆଉ ବାହାରକୁ ଯାଆନ୍ତି ନା ନାଇଁ ନିହାତି ଏବେ କମେଣ୍ଟରେ ଛୋଟ ଆକାରରେ ଲେଖିପାରିବେ ମତେ ବହୁତ ଭଲ ଲାଗିବ। ଆଉ ଆପଣ ମାନେ ମୋ ଭିଡିଓକୁ କୋଉ ଜାଗାରୁ ଦେଖୁଛନ୍ତି ନିହାତି ଏବେ କମେଣ୍ଟ ସେକ୍ସନରେ ଲେଖିବେ। ଆଉ ଏଇଠି ଦେଖନ୍ତୁ ରାତିରେ ଆସିକି ମୁଁ ବନେଇଥିଲି ଗୋଟେ ବହୁତ ହି ବଢିଆ ତରକାରୀ ଯାହାର ରେସିପି ଓଡିଆ ବୋଉ ରୋଷେଇରେ ଆସିବ ଆଗକୁ ଆପଣ ଦେଖିପାରିବେ। ଆଉ ମତେ ଭିଡିଓ ସୁଟ୍ କରିବାର ଥିଲା କାରଣ ମୋ ପାଖରେ କିଛି ବି ଭିଡିଓ ନଥିଲା ତ ମତେ ସୁଟ୍ କରିବାର ଥିଲା ତ ମୁଁ କରୁଥିଲି। ଆଉ ବହୁତ ବଢିଆ ଟେଷ୍ଟି ପନିରର ଗୋଟେ ରେସିପି ମୁଁ ଏଠି ବନେଇଥିଲି ତେଣୁକରି ଆପଣ ମାନଙ୍କ ପାଇଁ ଟିକେ ଦେଖେଇ ଦେଇଛି। ଆଗୁଆ ଟିକେ ଦେଖିଦେଲେ ନା ଆପଣ ମାନେ ଇଣ୍ଟରେଷ୍ଟ ରଖିବେ ଓଡିଆ ବୋଉ ରୋଷେଇକୁ ଯାଇକି ଦେଖିବା ପାଇଁ। ଆଉ ଏଠି ମୁଁ ବନଉଥିଲି ୱେଟଲେସ୍ ଡ୍ରିଙ୍କ ଯୋଉଟା କି ମୁଁ ଆର ରେସିପି ଅଲରେଡି ଦେଇ ସାରିଛି ଚ୍ୟାନେଲରେ ଯୋଉଟା କି ମୁଁ ରାତିରେ ପିଇକି ଶୋଇଥାଏ। ତ ଯଦି ଛୋଟ ବ୍ଲଗଟି ଭଲ ଲାଗିଥାଏ ଲାଇକ୍ କରିବେ ସେୟାର କରିବେ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି ସାଇଡରେ ବେଲ୍ ଆଇକନକୁ ପ୍ରେସ୍ କରିବେ ତା ଦ୍ୱାରା ଆପଣ ମାନେ ମୋର ଏମିତି ଭଲ ଭଲ ଭିଡିଓର ନୋଟିଫିକେଶନ ପାଇପାରିବେ। ଆଉ ମୋର ଇନଷ୍ଟାଗ୍ରାମ ଆଇଡି ଫେସବୁକ ପେଜକୁ ନିହାତି ଫଲୋ କରିନିଅନ୍ତୁ ସେଠି ମଧ୍ୟ ମୁଁ ବହୁତ ବଢିଆ ବଢିଆ ପୋଷ୍ଟ କରିଥାଏ। ତ ଆଗକୁ ମୁଁ ଏମିତି ଆହୁରି ବଢିଆ ବଢିଆ ଭିଡିଓଜ ନେଇକି ଆସିବି। ତ ଆଜି ପାଇଁ ଏତିକି ବାଇ ବାଇ।